ନାହିଁ 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 ମୁଁ ଏ ତ ଓଡ଼ିଶା। କାହିଁକି ବାର 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 ସେଇ କଳାକାରମାନଙ୍କର କଥାକୁ ଆପଣମାନେ ସବୁ ଭାଇରାଲ୍ କରୁଛନ୍ତି? ଓକିଲ ବାହାରି ପଡ଼ିଲେଣି। ଓକିଲ କ'ଣ ତାଙ୍କ ପାଖରେ ଥିଲେ? ଦେଖିଥିଲେ ନରି ପଣ୍ଡାଙ୍କୁ ସେ ଗୋଇଠା ମାରିଲେ? ଆଉ ନରି ପଣ୍ଡାଙ୍କ ସାଙ୍ଗରେ ଯିଏ ଥିଲେ ତାଙ୍କୁ ଆଗେ ପକ୍ଷ ରଖୁନାହାନ୍ତି। ସେ ଦେଖିଛନ୍ତି କି ଗୋଇଠା ମାରିବାର? କି ନହେଲେ ତାଙ୍କ CCTV ଯାଞ୍ଚ କରୁନା। ଗୋଟେ ମାଲିକ ତା ପାଖରୁ ଯାଇକି ଥରେ ଟଙ୍କା ଆଣିଥିଲ, ତାକୁ ତୁମେ ଫେରେଇଥିଲ, ତୁମେ କଥାର ସତ୍ୟତା ରଖିନଥିଲ। ପୁଣି ସେ ମାଲିକ ନିଜେ କହୁଛନ୍ତି, ପୁଣି ତୁମେ ଆଜି ପୁଣି ଯାଇକି ଟଙ୍କା ନେଇ ଆସିଲ, ପୁଣି ତୁମେ ଯାଇଥିଲ କ'ଣ 15 ଲକ୍ଷ। ଆମେ ତ ଦେଖିନୁ ବାବା। ସିଏ କହୁଛନ୍ତି 15 ଲକ୍ଷ କହିଥିଲ, 14 ଲକ୍ଷ କହିଥିଲ, ପୁଣି 18 ଲକ୍ଷ କହିଲ। କ'ଣ ମାନେ ଟଙ୍କା କ'ଣ ବରଗଛ ଫଳ? ହଁ, ମାଲିକ ତ ପୁଣି ସେ ଦେବ, ଟିକେ ସମୟ ଦିଏ। ସମୟ ଦେଲେ ସିନା ହେବ। ତାକୁ ଭାଇରାଲ୍ କରିକି ତାକୁ କାଠଗଡ଼ାକୁ ଟାଣିବ, କ'ଣ ହେଇଯିବ? ମାଲିକ ଧୋଇଯିବ। ଆଉ ତୁମେ ଇଆଡ଼େ ଖାଲି କହୁଛ କ'ଣ ନା ମୁଁ ଆଉ ପାଉଡ଼ର ମୁହଁରେ ମାରିବିନି। କିରେ ପାଉଡ଼ର ନ ମାରିଲେ କ'ଣ ଓଡ଼ିଶାବାସୀ ଭାସିଯିବେ ନା କ'ଣ? ନା ଓଡ଼ିଶାବାସୀଙ୍କର ପେଟ ପୁରି ଯାଉଥିଲା ବା ତାଦେହରେ? ବେକାର କଥା ଗୁଡ଼ା ସବୁ ନୁହଁ। କଳାକାର ଜୀବନ ଗୋଟେ ଭାରି ଦୁଃଖ ଅଛି, ସୁଖ ଅଛି, ଭଲ ମନ୍ଦ ଯେଉଁଟା ଯାହା ହେଇଛି। ତୁମେ ତ ନିଜେ କହିଲ କ'ଣ ନା ମୁଁ ଆକୁ ଭାଇରାଲ୍ କରିବାକୁ ମୋର ଇଚ୍ଛା ନଥିଲା। ପୁଣି କାହିଁକି ଭାଇରାଲ୍ କଲ? କିଏ ତୁମକୁ କହିଦେଲା? ଆଉ ତୁମେ ଯଦି କ'ଣ ମାନେ ଯେବେ ନ କରିବ, ଆଉ ମାନେ କ'ଣ ତାର ଯାତ୍ରାପାର୍ଟି ଭାଙ୍ଗିଯିବ ନା କ'ଣ? ନା ସେ ଭାଙ୍ଗିକି ପଳେଇବ? 3ଟା 4ଟା ଯାତ୍ରାପାର୍ଟିର ମାଲିକ ସିଏ। ଆଉ ଗୋଟେ ଯେମିତି ଗୋଟେ ହେବା କଥା ହେବ। ମୁଁ ଗୋଟେ କଳାକାର ଭାଇ ହିସାବରେ ମୁଁ ତୁମକୁ ସପୋର୍ଟ କରୁଛି, କିନ୍ତୁ କ'ଣ କହିଲ, ଯେଉଁଟା ଯେମିତି ହେବ ତାକୁ ସେଇ ହିସାବରେ କରୁନା। କାହିଁକି କଥାକୁ ଏତେ ମାଜୁଛ? ଓକିଲ ଜଜ୍ କ'ଣ ତାକୁ ମାଲିକକୁ ଫାଶୀ ହେଇଯିବ? ହଁ, ଫାଶୀ ହେଇଯିବ କି? ତୁମେ ବାବୁ ଯାଇକି ଯେଉଁଠି ପହଞ୍ଚିବ ତୁମକୁ ଲୋକ ଗୋଟେ ଘୃଣା କରିବେ। ସେ ମାଲିକ ଏକାଠି ହେବେ। ତୁମେ କଳାକାରମାନେ ବାହାରେ ପଡ଼ିବ। କିଛି ନାହିଁ। କଳାକାର ହିସାବରେ ରହିକି କାମ କରିକି ତୁମ ପଇସା ଗଣ୍ଡାକ ତୁମ ଆଣ। ତୁମେ ନିଜେ କହୁଛ ମୋ ଝିଅ ବାହାଘରକୁ ସାହାଯ୍ୟ କରିଥିଲେ। ତୁମେ ନିଜେ କହୁଛ ମୋତେ ସେ ସାହାଯ୍ୟ କରି। ତୁମ ସ୍ତ୍ରୀ କାହିଁକି କଥାବାର୍ତ୍ତା କରୁଥିଲା? କ'ଣ ପାଇଁ କଥାବାର୍ତ୍ତା କରୁଥିଲା ତୁମ ମାଲିକ ସହିତ? ଲେନଦେନରେ ସ୍ତ୍ରୀକି କାହିଁ ବୁଲୁଛ? ପଇସା ଯେତେବେଳେ ଆଣୁଛ ଆଣିକି ସ୍ତ୍ରୀ ହାତରେ ଦେଇକି ପଳେଇଲ। ହେଲା କ'ଣ ହେଲା ଭାଇ? ବହୁତ କଷ୍ଟ ମଣିଷ ଜୀବନ। କଳାକାର ଜୀବନ ବହୁତ ଦୁଃଖମୟ ଜୀବନ। କିନ୍ତୁ ତାକୁ ଟିକେ ତୁମେ ଟିକେ ହିସାବରେ ରଖ। ପୁରା ଏତେ ଖୋଲମଖୋଲା ହେଇକି ଇଜ୍ଜତ ମହତ ସବୁ ସାରୁଛ। ଛି, କାହିଁକି ବାବୁ? ଓକିଲ ତୁମକୁ କହିବେ ଦୌଡ଼, କୋର୍ଟକୁ ଦୌଡ଼, ଏ କଳାକୁ ଧଳା କରିବେ, ଧଳାକୁ ଗୋରା କରିବେ। ଆଉ ତୁମେ ଗୋଟେ ଖାଲି ଜିନିଷ, ପୋଲିସ, ଓକିଲ, ଆଇନ ବାଟ ଏଇସବୁ ଜିନିଷ କରି କ'ଣ ତୁମେ ତାର କରିବ? ତୁମେ ମାସକୁ ଟଙ୍କା 3,000 3 ଲକ୍ଷ ନେଉଛ। ଆଉ ସିଏ ବା ଗୋଟେ 300 କୋଟିର ମାଲିକ, କି 500 କୋଟିର ମାଲିକ। ନାଇଁ ଭାଇ, ସମସ୍ତେ ସମଝୋତାକୁ ଆସ। ଏ ବହୁତ ଓଡ଼ିଶାବାସୀ ବି ଆପଣଙ୍କ ଘର କଟୁ ଭାଷାରେ କହୁଛନ୍ତି, ସବୁ ଦେଖାଉଛନ୍ତି। ମୁଁ ଦେଖୁଥିଲି ଆପଣଙ୍କ ଭାଇରାଲ୍ରେ ଯେଉଁ ଦେଉଛନ୍ତି, ସବୁ ଭାରି କଟୁ ଭାଷା କହୁଛନ୍ତି ଆପଣଙ୍କୁ। କାହିଁ ପଇସା ଆଣୁଥିଲୁ, ଏ କରୁଥିଲୁ, ସେ କରୁଥିଲୁ। ସରମ ଲାଗିବା କଥା। ଜୟ ଜଗନ୍ନାଥ।